ହ୍ୟାଲୋ ଏଭ୍ରିୱାନ୍। ତିରୁପତିରୁ ଫେରିଲା ପରେ ଆଖିରେ ମୋ ଆଖିଏ ନିଦ। ମୁଁ ସିନା ନିଦରେ ଅଛି, ସ୍ୱାମୀ ମୋର ଡ୍ୟୁଟିରେ ଅଛନ୍ତି। କ'ଣ କରିବା, ଚାକିରି କଥା। ତାଙ୍କୁ ଆଉ କଷ୍ଟ ନ ଦେଇ ମୁଁ ନିଜେ ନିଜେ ଖରାରେ ଚାଲି ଚାଲି ପଳେଇଲି ଚିକେନ୍ ଆଣିବା ପାଇଁ। ଚିକେନ୍ ଆଣିକି ପଳେଇ ଆସିଲା ପରେ ଟିକେ ବ୍ରେଡ୍ ଖାଇ ଦେଇଥିଲି, ଆଉ ଖରା ଜୋର ହେଉଥିବାରୁ ଟିକେ ଜୁସ୍ ପିଇ ଦେଇଥିଲି। ତାପରେ ଲାଗି ପଡ଼ିଲି ମୋ ଚିକେନ୍ ପ୍ରିପାରେସନରେ। ସେଠୁ ଫେରିଲା ପରେ ମୁହଁ ଏତେ ଟ୍ୟାନ୍ ହେଇଯାଇଛି ଯେ ଭାବିଲି ହୋମମେଡ୍ରେ ଗୋଟେ କ'ଣ ବନେଇକି ମୁହଁରେ ଲଗେଇବି। ଟିକେ ହଳଦୀ, ଟିକେ ବେସନ ଆଉ ଟିକେ ଟମାଟୋର ରସ ନେଇ ଆଉ କଞ୍ଚା କ୍ଷୀର ନେଇ ଲାଗି ପଡ଼ିଲି ମୁହଁରେ ଆପ୍ଲାଏ କରିବା ପାଇଁ। ଆଉ ହଁ, ଆକୁ ତ ଥରେ ଆପ୍ଲାଏ କଲେ ହବନି, ଆକୁ ଟିକେ ବାର ବାର ଆପ୍ଲାଏ କରିବାକୁ ପଡ଼ିବ। ତ ତା ଭିତରେ ମୋର ସବୁ କାମ ସରିଯାଇଥିଲା। ଆୟୁଷଙ୍କର ଯେହେତୁ ନାଇଟ୍ ସିଫ୍ଟ ଚାଲିଛି, ମୁଁ ସେଥିପାଇଁ ତାଙ୍କ ପାଇଁ ଟିକେ ରୁଟି ବନେଇ ଦେଇଥିଲି। ରୁଟି ସହିତ ଚିକେନ୍ କଷା ଆଉ ତା ସହିତ ସାଲାଡ। ସେଠୁ ତ ମୋର ତ ନିଦ ପ୍ରବଳ, ତ ଖାଇସାରିକି ପୁଣି ଟିକେ ଶୋଇପଡ଼ିଥିଲି। ଉଠିଲା ବେଳକୁ ପୁଣି ଅଳସୁଆ ଲାଗୁଥିଲା ଆଉ ତଣ୍ଟି ଜୋରରେ ଦର୍ଜ ହେଇଯାଇଥିଲା। ନିଜ ପାଇଁ ଟିକେ ଚା ବନେଇ ଦେଇକିନି ପିଇ ନେଲି। ଆଉ ଆୟୁଷ ଆଡଭାଇସ୍ କଲେ ଚା ପୂର୍ବରୁ ଟିକେ ପାଣି ପିଅ।